ମୁଁ ଆଜି ବନେଇବି ମୋ ପୁଅର ଫେଭରେଟ୍ ତରକାରୀ ଛୋଲେ। ତାକୁ ମୋ ହାତରେ ଛୋଲେ ବହୁତ ପସନ୍ଦ। ସେଥିପାଇଁ କହିଥିଲା ମା ମାତ୍ର ଛୋଲେ କରିଦେବ। କାହିଁକିନା ଆଜି ତା'ର ଜନ୍ମଦିନ ଥିଲା। ଜନ୍ମଦିନ ତା'ର ଏଥର ସେଲିବ୍ରେଟ୍ କରିବିନି ବୋଲି ତାକୁ ମନା କରିଦେଇଥିଲି। ସେ ବି ମାନି ଯାଇଥିଲା। ଘରେ କିଛି ପ୍ରୋବ୍ଲେମ୍ ଥିଲା, ସେଥିପାଇଁ ତା ଜନ୍ମଦିନ ଏଥର ମୁଁ ସ୍କିପ୍ କରିଦେଇଥିଲି। ଏଠି ଛୋଲେ ସିଝେଇବା ପାଇଁ ରଖିଦେଇକି ତା ମସଲା କାଟି ପକେଇଥିଲି। 2ଟା ଟମାଟୋ। ଏଇଟା ମୋର କୁକିଂ ଚ୍ୟାନେଲ୍ ବିଲକୁଲ ନୁହଁ, କାହିଁକିନା ମୋ ହାତରେ ଛୋଲେ ବହୁତ ପସନ୍ଦ କରନ୍ତି, ତ ମୁଁ ଭାବିଲି ଆପଣମାନଙ୍କ ସହିତ ସେୟାର କରେ। ଏମିତି ବନେଇକି ଖାଇବେ, ଦେଖିବେ ଆପଣମାନଙ୍କୁ କେମିତି ଲାଗୁଛି। ଛୋଲେ ଏଠି ସିଝି ଯାଇଥିଲା। ମୁଁ ଛୋଲେର 2ଟା ଆଳୁ ସିଝିବା ପାଇଁ ଦେଇଥିଲି ଚଟଣି କରିବା ପାଇଁ। ଦେଖନ୍ତୁ ଛୋଲେ ଭଲ ଭାବରେ ସିଝି ଯାଇଛି, ଆଉ ଏଠି ସିଝିକି ଫାଟି ଯାଇଛି। ଛୋଲେ ନ ଫାଟିଲେ, ଟିକେ ଟାଣ ଟାଣ ରହିଲେ ଭଲ ଲାଗେନି। ଯେମିତି ଟିକେ ଫିଟିଗଲେ ଭଲ ଲାଗିବ। ତାପରେ ମୁଁ କଢ଼ାଇରେ ମସଲା ତା'ର ପ୍ରସ୍ତୁତ କରିଥିଲି। ପିଆଜ ପକେଇକି ଟିକେ ଭୁଣିଥିଲି। ପିଆଜ ଲାଲ ପଡ଼ିଗଲା ପରେ ମୁଁ ଅଦା ରସୁଣ ଯେଉଁ ଟମାଟର ପେଷ୍ଟ ତା'ର ପ୍ୟୁରି ଥିଲା, ମୁଁ ତାକୁ ପକେଇ ଦେଇଥିଲି। ମୋର ପୁଅର ଜନ୍ମଦିନ କାହିଁକି ମୁଁ ସେଲିବ୍ରେଟ୍ କରିନଥିଲି ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ ଜଣେଇବି। ସେଠି ପୁଣି ମସଲା ମୁଁ ଦେଖନ୍ତୁ ମସଲାରେ ଲୁଣ ହଳଦୀ ସବୁ ପକେଇ ଦେଇଥିଲି, କାହିଁକିନା ମୋତେ ସିଝିଲା ବେଳେ ମୁଁ ହଳଦୀ ପକେଇନି, ଡାଲି ହେଉ ଛୋଲେ ହେଉ, କାହିଁକିନା ସେ କୁକର ଲାଗିଯାଏ, ମୁଁ ଧୋଇବା ପାଇଁ ପ୍ରୋବ୍ଲେମ୍ ହୁଏ। ତାପରେ ତାଟିଆରେ ମୁଁ ଗୁଣ୍ଡ ମସଲା ନେଇଯାଇଥିଲି, ମିକ୍ସ ମସଲା ଛୋଲେ ସବୁ ନେଇକି ତାକୁ ପାଣିର ଘୋଳ ବନେଇ ଦେଇଥିଲି। କାହିଁକିନା ପାଣିର ଘୋଳ ବନେଇଲେ ତା ଫ୍ଲେଭରଟା ଅଲଗା ହୁଏ, ଡାଇରେକ୍ଟ ପକେଇଲେ ତା ଫ୍ଲେଭରଟା ଅଲଗା ହୁଏ। ଆପଣମାନେ ତ ଜାଣିଥିବେ, କାହିଁକିନା ଆପଣମାନେ ବି ତ ରୋଷେଇ କରୁଥିବେ ନା ମୋ ଠାରୁ ଭଲ। ମୁଁ ତ ରୋଷେଇ ଶିଖି ନାହିଁ, ମୁଁ ତ ଏକା ଯାହା ବି କରେ ମୁଁ ନିଜେ କରେ। ସେଥିପାଇଁ ମୋର ଯେଉଁଠି ବି ଭୁଲ ଥିବ ଆପଣମାନେ କହିବେ। ଆଉ କିଛି ଯଦି ଏଡ଼୍ କରିବାର ଥିବ କମେଣ୍ଟ କରିକି କହିବେ କି କ'ଣ ଏଡ଼୍ କରିଲେ ଆଉ ଟିକେ ଟେଷ୍ଟି ହେବ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗୁଥିବ, ଆପଣ ମୋ ଭିଡ଼ିଓକୁ ଲାଇକ୍ କରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏପଟେ ଦେଖନ୍ତୁ ଛୋଲେ କେମିତି ଭଲ ଭାବରେ କଷା ହେଇଗଲା, ପୁରା ଲାଲ ଲାଲ ହେଇକି। ମୋ ପୁଅ ପାଇଁ ମୁଁ କଷା ଟିକେ କାଢ଼ିଦେଲି, କାହିଁକିନା ତାକୁ କଷା ବହୁତ ପସନ୍ଦ। ଆଳୁ ସୋୟାବିନ୍ ହେଉ ଛୋଲେ ହେଉ, କଷା କାଢ଼ିଦେଲେ ସେ ମନ ଖୁସି ହେଇଯାଏ ତା'ର। ଆପଣମାନଙ୍କ ସହିତ ପୁଣି ଦେଖାଯିବ ନେକ୍ସଟ ଭିଡ଼ିଓରେ। ସେଥିପର୍ଯ୍ୟନ୍ତ ଜୟ ଜଗନ୍ନାଥ।